ତାଳଚେରରେ ଭାଙ୍ଗିଲା ବିଜେଡିର ଗଡ଼। ଦୁଇ ଦୁଇଥର ନଗରପାଳ ଭାବେ ତାଳଚେରରେ ଜିତି ମଧ୍ୟ ବିଜେଡିକୁ ଛାଡି ବିଜେପିରେ ମିଶିବାକୁ ଯାଉଛନ୍ତି ତାଳଚେର ନଗରପାଳ। ତେବେ ଚାଲନ୍ତୁ ତାଙ୍କଠାରୁ ପ୍ରତିକ୍ରିୟା ନେବା, କାହିଁକି ଓ କେଉଁଥିପାଇଁ ସେ ବିଜେପିରେ ମିଶିବାକୁ ଯାଉଛନ୍ତି। ମୁଁ ଡବଲ ଇଞ୍ଜିନର ବିକାଶ ଧାରାରେ ଅନୁପ୍ରାଣିତ ହେଇ ମୁଁ ବିଜେପିରେ ଯୋଗଦାନ କରିବି। ବିକାଶର ସରକାର ବିଜେପି ସରକାର। ଏବେ ଦେଖୁଥିଲେ ତାଳଚେରରେ ରହି ସେ ବିକାଶ କରିପାରୁନଥିଲେ, ତେଣୁ ଏବେ ସେ ବିଜେପିରେ ରହି ତାଳଚେର ବିକାଶକୁ ଆଗକୁ ନେଇଯିବେ ବୋଲି ମନପ୍ରାଣିତ କରିଛନ୍ତି। ଆଚ୍ଛା, ତାର କେବେ ହଉଛି ବିଜେପିରେ ମିଶିବେ ଏବଂ କେଉଁଥିପାଇଁ ମିଶିବେ? ବିଜେପିରେ ମୁଁ କାଲି ମିଶିବି। ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ, ଆମ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ, ତାଙ୍କରି ନେତୃତ୍ୱରେ ମୁଁ କାଲି ବିଜେପିରେ ପାର୍ଟି ପିଛରେ ମିଶିବି। ତାଙ୍କ ନେତୃତ୍ୱରେ। ଆଚ୍ଛା, ୟା ପରେ ଭାବୁଛନ୍ତି କି ତାଳଚେରର ବିକାଶ ହୋଇପାରିବ? ସେ କଥା ବିକାଶ କଥା ମୁଁ ଯେତିକି ତାଙ୍କୁ ଗ୍ରିଭାନ୍ସ ଦେଇଥିଲି ସେତିକି ତ ମୋ ମନ ବୁଝିଛି ନା। ଯେତିକି ମୁଁ ତାଙ୍କୁ ଯୋଉ 6ଟା କି 10ଟା ଗ୍ରିଭାନ୍ସ ଦେଇଥିଲି, ସେଇ 6ଟା 8ଟାରୁ ଫାଷ୍ଟ ଗେଟ୍ ଦେଖନ୍ତୁ, ଘୋଡାଶାଳ ଗେଟ୍ ଦେଖନ୍ତୁ, ଶମଶାନ ଦେଖନ୍ତୁ, ଆଉ ଆମର FSTP 1 ଯାଇକି ଦେଖନ୍ତୁ, FSTP 2 ଯାଇକି ଦେଖନ୍ତୁ, ବିକାଶ ହେଇଛି। ଯେତିକି ହବା କଥା ତାଳଚେର ଅଳିଆ ଡମ୍ପ ଯୋଉ ଆମର ହଉଛି, ସେ ଡମ୍ପ ୱାର୍ଡକୁ ଛୋଟ ଥିଲା, ଆମର 1 ନମ୍ବର ୱାର୍ଡକୁ ସ୍ମେଲ ଯାଉଥିଲା। ବଡକୁ ଡମ୍ପ କରିକିରି ଆମର ଉପଜିଲ୍ଲାପାଳ କହି ଉପଜିଲ୍ଲାପାଳ ଆସିଥିଲେ, ବୁଲି ଭେରିଫିକେସନ କରି ତା ବଡ କରି ତାକୁ କରାହେଇଛି। ଆମେ ଯୋଉଟା କହିଛୁ ତାଙ୍କୁ ସେ କରିଛନ୍ତି, ଆଗକୁ ମଧ୍ୟ ହବ। ଆଚ୍ଛା, ଆମେ ଶୁଣିବାକୁ ପାଉଥିଲୁ ଯେ ତାଳଚେର ବିଧାୟକ ଆପଣଙ୍କୁ ଯାଇକି ମନେଇବା ପାଇଁ ଚେଷ୍ଟା କରୁଥିଲେ ଯେ ବିଜେଡି ନ ଛାଡିବା ପାଇଁ, ଏହା କଣ ସତ୍ୟ? ଆସିଥିଲେ ଭାଇ, ମୋ ବାବୁ ଆସିଥିଲେ, ମତେ କଥା ହେଲେ, କହିଲେ ତୁ ଯାଆନି, ଯାହା ହବ ସବୁ ବୁଝାବୁଝି କରିବା। କିନ୍ତୁ ମୁଁ ଦେଖିଲି ଆଉ କିଛି ବିକାଶ ଏତିକି ଦିନ ତ ଗଲାନି, ଆଉ 1.5 ବର୍ଷ ଅଛି। କେନ୍ଦ୍ରମନ୍ତ୍ରୀଙ୍କୁ ଯୋଉ ଗ୍ରିଭାନ୍ସ ଦେଇଥିଲୁ ସେଥିରୁ 6 କୋଟି 7 କୋଟି ଆମେ ପାଇସାରିଲୁନି। ଆଉ ଯୋଉ 15 କୋଟି ଗ୍ରିଭାନ୍ସ ଅଛି, ସେ ଭିତରେ ଅଛି ଆମର ଗୋଟେ ଶମଶାନ ପାଖରେ ଗୋଟେ ବ୍ରିଜ ଅଛି, ଗୋପୀନାଥପୁର ଗଲାବେଳେ 16 ନମ୍ବର ୱାର୍ଡ, ସେଇଟା 1.5 କୋଟି ଟଙ୍କା ସାଂସନ ହେଇ ଆସି ସାରିଲାନି, ସେ ବ୍ରିଜ ହବ। ସେଇଟା ବି ଆମେ କହି ରହିଲୁ, କେହି ଆମ କଥା ଶୁଣୁନଥିଲେ। ଅନୁଗୁଳ ଦେଖନ୍ତୁ, ଅନୁଗୁଳ ବିକାଶ ସରକାର ବର୍ଷକୁ ଯୋଉ ଗ୍ରାଣ୍ଟ ଆସୁଛି, ଗ୍ରାଣ୍ଟରେ କୌଣସି ମ୍ୟୁନିସିପାଲିଟି ଉନ୍ନତି କରିପାରିବ ନାହିଁ। ଯେହେତୁ ଆମେ DMF ଫଣ୍ଡ ହଉଛୁ ଏଇଥିପାଇଁ ଯେ DMF ଫଣ୍ଡର ସୋର୍ସ ଅଛି। ତାଳଚେର ପୌର ପଞ୍ଚାୟତରେ ଖର୍ଚ୍ଚ କରିପାରିବ, ତାଳଚେର ନିର୍ବାଚନ ମଣ୍ଡଳୀରେ ଖର୍ଚ୍ଚ କରିପାରିବ, ଯୋଉ ପାଲଡ଼ାରେ ଖର୍ଚ୍ଚ କରିପାରିବ, ତା ପାଖାପାଖ ଅଞ୍ଚଳ ଖର୍ଚ୍ଚ କରିପାରିବ। କିନ୍ତୁ 2022-23ରେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯେତେବେଳେ କଲେକ୍ଟର ଥିଲେ, ସେତେବେଳେ ସେ 40-50 କୋଟି ଟଙ୍କା ଦେଇଥିଲେ ଅନୁଗୁଳ ପୌରାଞ୍ଚଳକୁ। ଆମକୁ ଆଜି ଗୋଟେ ଦେଇଛନ୍ତି ବ୍ଲାକ୍ ଡାଇମଣ୍ଡ, ସେ ଆଜି ପର୍ଯ୍ୟନ୍ତ କାମ ସରୁନି। ସେଇ ବ୍ଲାକ୍ ଡାଇମଣ୍ଡ କଣ, ଆମର ତ ଯୋଉଟେ ପାଣି, ଆଜି ପାଣି ଯୋଉ ସ୍ୱାସ୍ଥ୍ୟ, ଏଇଟାକ ତ ଆମର DMF ଫଣ୍ଡ ଖର୍ଚ୍ଚ କରିବା କଥା। ଯୋଉଟା ନ ହବା ଖର୍ଚ୍ଚ କରି ଲାଭ କଣ? ସେମାନେ ତ ଦେଲେ ସେଇଟା ପଇସା ଦେଇ, ସେଠି କିଏ ଯିବ ସେଗୁରା ଭିତରକୁ? କଣ କାମ ଗୋଟେ? ଆମ ଯୋଉ ପାର୍କ ପାଇଁ ଆମେ ଡିମାଣ୍ଡ ଦେଇଥିଲୁ, ଦେଲେନି, ଆମକୁ କିଛି ଦେଲେନି। ଆମକୁ ଏଇଥର ଆମେ ପଇସା ପାଇବୁ। ଆମକୁ ଉପଜିଲ୍ଲାପାଳ କହିସାରିଲେନି, ତାଳଚେର ଯୋଉ ଏଷ୍ଟିମେଟ ଆଉଛି ତାକୁ ସାଂସନ କରି ପଇସା ଦିଆଯାଉ। ତେବେ ଶୁଣିପାରୁଥିଲେ ନଗରପାଳ ଠାରୁ ଯେ ବିଜେଡିରେ ରହି ସେ ବିକାଶ କରିପାରୁନଥିଲେ, ତେବେ ବିଜେପିରେ ରହି ସେ ଆଗକୁ ବିକାଶକୁ ବଢେଇ ନେବେ। ତାଳଚେରରୁ ଗଣେଶ ସାହୁଙ୍କ ରିପୋର୍ଟ, JBR ସମାଚାର।